ଗାନ୍ଧୀ ଆସି ଯେଉଁ ବରୀରେ ପଦଯାତ୍ରା କରିଥିଲେ ଅନୁଷ୍ଠିତ ଆଜି ଦଳିତମାନେ ଯେଉଁ ପଦଯାତ୍ରା କରିଥିଲେ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆଜି ପୁଣି ସେଇ ଗାନ୍ଧୀଆନ କାର୍ଯ୍ୟକ୍ରମ କିନ୍ତୁ ଉଜ୍ଜୀବିତ ହେବ ଲୋକଙ୍କ ଭିତରେ ଗାନ୍ଧୀଙ୍କ ଭିତରୁ ଜାତି ମାନେ ହିନ୍ଦୁ ଧର୍ମରେ ଜାତି ପ୍ରଥାରେ କଳଙ୍କ ତ ସମାପ୍ତ କରିବା ପାଇଁ ଗାନ୍ଧୀ ଯେତେବେଳେ ଯେଉଁ କାର୍ଯ୍ୟକ୍ରମ ଥିଲେ ସେ କଥା ସାଙ୍ଗରେ ନୂଆ ପିଢ଼ିକି କନଷ୍ଟ୍ରକ୍ଟିଭ କାମରେ ରଚନାତ୍ମକ କାର୍ଯ୍ୟକ୍ରମରେ ଗାନ୍ଧୀବାଦୀ କାର୍ଯ୍ୟକ୍ରମରେ ଦେଶକୁ ଯୋଡ଼ିବା କାର୍ଯ୍ୟକ୍ରମରେ କେମିତି ଗତିଶୀଳ କରାହବ ସେଇଥିପାଇଁ ସତ୍ୟବାବୁ ତାଙ୍କର ଶୁଭେଚ୍ଛୁମାନେ ମିଶି କାର୍ଯ୍ୟକ୍ରମ କରୁଛନ୍ତି ଆମେ ଭୁବନେଶ୍ୱର ସାଥୀମାନେ ପ୍ରହ୍ଲାଦ ସିଂ ଆସିଛନ୍ତି ମୁଁ ଆସିଛି କାମଟା ହେଉଛି ଡିଟାଚ ଲୋକ ଦେଶପ୍ରେମ କାମରୁ ଦେଶ ଗଠନ କାମରୁ ଡିଟାଚ ହେଉଛନ୍ତି କ୍ରିକେଟ ଖେଳ ନାଚ ଗୀତ ସିନେମା ଜୋର ଚାଲୁଛି କିନ୍ତୁ ମୂଳ କଥାଟା ମୌଳିକ କଥା ହେଉନି ସେଇ କଥାକୁ ଉଜ୍ଜୀବିତ ହେବ ସେଥିପାଇଁ ପଦଯାତ୍ରା ହେଉଛି ସେ ପଦଯାତ୍ରାରେ ସାମିଲ ହେଇ ଗାନ୍ଧୀ ଯେଉଁ କାର୍ଯ୍ୟଟି କରିଥିଲେ ସେ କାର୍ଯ୍ୟକୁ ଆଗକୁ ବଢ଼ିବ ସେଇ କାମରେ ସାମିଲ ହେବା ପାଇଁ ସତ୍ୟରଞ୍ଜନ 1934 ମସିହା ମେ ମାସ 30 ତାରିଖ ଦିନ ମହାତ୍ମା ଗାନ୍ଧୀ ହରିଜନ ପଦଯାତ୍ରା କରିକି ଇନ୍ଦୁପୁରରୁ ବରୀ ଆସିଥିଲେ ଏବଂ ରାତିରେ ଅନ୍ୟାସପୁରରେ ରହିଥିଲେ 31 ତାରିଖ ମେ ମାସ 31 ତାରିଖ ଦିନ ସକାଳୁ औरंगाबाद ଦେଇକି ବାଗଦାରେ ମଧ୍ୟାହ୍ନ ଭୋଜନ କରିଥିଲେ ଏବଂ ଏହି ଅବସରରେ ଏଇଠି ଆପଣଙ୍କର ସେତେବେଳେ ଏହି ମନ୍ଦିରରେ ବାମନ ଚନ୍ଦ୍ର ଦାସଙ୍କ ମନ୍ଦିରରେ ହରିଜନ ପ୍ରବେଶ ସେତେବେଳେ କରାଇଥିଲେ ତେଣୁ ସେଇ ଦିନକୁ ସ୍ମାରକୀ ଭାବେ ଆଜି ଗ୍ରହଣ କରିକି ଆମେ ଏଇଠୁ ଏଇ ମନ୍ଦିରରୁ ପଦଯାତ୍ରା ଆରମ୍ଭ କରିକି ଯେଉଁ ରାତିରେ ଆପଣ କରିଥିଲେ ସାହସପୁରରେ ସେତେ ବାଟ ପର୍ଯ୍ୟନ୍ତ ଆମର ପଦଯାତ୍ରା କାର୍ଯ୍ୟକ୍ରମ ଅଛି ଏଥିରେ ବହୁ ଓଡ଼ିଶାର ବିଶିଷ୍ଟ ଗାନ୍ଧୀଆନ ମାନେ ଯୋଗ ଦେଇଛନ୍ତି ବରୀର ବିଭିନ୍ନ ସାମାଜିକ କର୍ମୀ ମାନେ ଯୋଗ ଦେଇଛନ୍ତି ମହିଳାମାନେ ଛାତ୍ରମାନେ ବିଶେଷ କରିକି ଆମର ଯେଉଁମାନେ ସବୁ ବିଭିନ୍ନ ସାମାଜିକ କାମରେ ଅଛନ୍ତି ସେମାନେ ଯୋଡ଼ି ହେଉଛନ୍ତି ବ୍ଲକର ଯେଉଁମାନେ ଟପର ମାନେ 4 ଜଣଙ୍କୁ ଆମେ ସମ୍ବର୍ଦ୍ଧିତ କଲୁ ଏବଂ ଜିଲ୍ଲା ଟପରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କଲୁ ତା ସହିତ ବିଶେଷ ଭାବରେ ଯେଉଁମାନେ ସବୁ ବିଶେଷ କାମ କାର୍ଯ୍ୟକ୍ରମ କରୁଛନ୍ତି ଗାନ୍ଧୀଆନ କାର୍ଯ୍ୟକ୍ରମ କରୁଛନ୍ତି ତାଙ୍କୁ ମଧ୍ୟ ସ୍ୱାଗତ ଗାନ୍ଧୀଙ୍କର ଏଇ ଯେଉଁ ପଦଯାତ୍ରା ଅବସରରେ ଏଇଟା କରିବୁ 1934 ମସିହାରେ ଯେଉଁ ଗାନ୍ଧୀ ପଦଯାତ୍ରା କରିଥିଲେ ଏଇଟା ପ୍ରାୟ କିଛି ଅଞ୍ଚଳ ହେଉଛି ଆମେ ଏଠି ଗୋଟେ କରିବା ପାଇଁ ଯୋଜନା କରିଥିଲୁ ଯାହାକି ଆଜି ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉ ବରୀ ବ୍ଲକର A1 ଯେଉଁ 4 ଜଣ ପାସ୍ କରିଛନ୍ତି ତା ସହିତ ଆମର ସନ୍ଥନ ମହାବିଦ୍ୟାଳୟର ଯିଏକି ବରୀ ବ୍ଲକର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କଳାରେ ସେ ପିଲାଟିକି ଏବଂ ଆଉ ଜଣେ ଆମର ଯିଏ ଜିଲ୍ଲା ଟପର ହେଇଛନ୍ତି ମେଟ୍ରିକରେ ତାଙ୍କୁ ସବୁ ସମ୍ବର୍ଦ୍ଧିତ କରିବା ଆମର OSJ ପାଇଛନ୍ତି ପାଲଟପୁର ଗ୍ରାମର ସୌରଭ ମହାପାତ୍ର ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ କରିଛୁ। ଗାନ୍ଧୀଙ୍କ ଭଳି ଜଣେ ମହାନ ନେତା ଏ ଦେଶର ସେବକ ଯିଏ ଦେଶକୁ ଗଢ଼ି ତୋଳିବା ପାଇଁ ଯାଙ୍କର ଅନେକ ଅବଦାନ ଥିଲା ତେଣୁ ସେଭଳି ନେତାଙ୍କୁ କିଏ ବା ଭୁଲିଯିବ ଗାନ୍ଧୀଙ୍କର ଆଦର୍ଶରେ ଆମେ ଆଜି ଅନୁପ୍ରାଣିତ କେମିତି ହେବା ଆଉ ନୂଆ ଗାନ୍ଧୀ ଆମେ ସୃଷ୍ଟି କରିବା ପିଲାଙ୍କୁ ନେଇକରି ପିଲା ବଢ଼ିବା ସାଙ୍ଗେ ସାଙ୍ଗେ ଗାନ୍ଧୀ ବିଚାରଧାରାରେ ସେ କେମିତି ବଢ଼ିବ ତାହେଲେ ହୁଏତ ଆଉ ଗୋଟେ ଗାନ୍ଧୀ ସୃଷ୍ଟି ଆମେ କରିପାରିବା ତେଣୁ ଆଜି ଏଭଳି ଗୋଟେ ମହାନ କାର୍ଯ୍ୟକ୍ରମ ଏ କାର୍ଯ୍ୟକ୍ରମରେ ଅନେକ ଲୋକ ଏଠିକି ଆସିଛନ୍ତି ବରୀ ଅଞ୍ଚଳର ଅନେକ ପିଲାମାନଙ୍କୁ ସବୁ ସ୍ୱାଗତ କରାହେଇଛି ତାଙ୍କର ସଫଳତା ପାଇଁ ସମସ୍ତେ ପଦଯାତ୍ରାରେ ସାମିଲ ହେବା ଖାଲି ପଦଯାତ୍ରାରେ ସାମିଲ ହେବା ନାହିଁ ଇଏ ଗାନ୍ଧୀଙ୍କର ସ୍ୱପ୍ନକୁ କେମିତି ଆମେ ସାକାର କରିବା ଗାନ୍ଧୀ ବିଚାରଧାରାକୁ ଆମେ କେମିତି ଆକ୍ସେପ୍ଟ କରି ତାକୁ କାମରେ ଲଗେଇବା ତାହା ହିଁ ଆଜିର ଉଦ୍ୟମ।